ଯାହାର ପଣସ ଗଛ ଅଛି ସାବଧାନ। ଦେଖିପାରୁଛନ୍ତି ଏ ପଣସ ଗଛ ମୂଳରେ କେମିତି କୁଟା ବନ୍ଧା ଯାଇଛି। ଆଉ ଏ ପଣସ ଗଛରେ ପୁରା ଭରପୁର ମାତ୍ରାରେ ପଣସ ହେଇଛି। ତ ଯେତେବେଳେ ମୁଁ ତାଙ୍କୁ ପଚାରିଲି କି ପଣସ ଗଛ ମୂଳରେ ଏମିତି କୁଟା କ'ଣ ପାଇଁ ବନ୍ଧା ହେଇଛି, କାହିଁକିନା ମୋ ଜୀବନରେ ତ ମୁଁ କେବେ ଦେଖିନି କି କାହାଠାରୁ ବି ଶୁଣିନି। ତ ଯେତେବେଳେ ମୁଁ ତାଙ୍କୁ ପଚାରିଲି କି ପଣସ ଗଛ ମୂଳରେ କାହିଁକି ଏମିତି କୁଟା ବାନ୍ଧିଛନ୍ତି ବୋଲି, ସେ ଯାହା କହିଲେ ତାର ଉତ୍ତରରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ସିଏ କହିଲେ କି ପଣସ ଆରମ୍ଭ ହେବା ପୂର୍ବରୁ ଜଷ୍ଟ ଛୋଟ ଛୋଟ ଯେତେବେଳେ ଫଳ ଧରିବ, ତ ଯେତେବେଳେ ଆରମ୍ଭ ହେଉଥିବ ସେହି ସମୟରେ ଯଦି ପଣସ ଗଛ ମୂଳରେ ଏଇଭଳି କୁଟା ବନ୍ଧାଯାଏ, ତାହେଲେ କଷି ପଣସ ଯେଉଁ ଝଡ଼ିବାର ମାନେ ଝଡ଼ିଯାଏ ଗଛରୁ, ସେଇଟା ବିଲକୁଲ ବି ଝଡ଼ିବନି। ଆଉ ଯେତିକି ମାତ୍ରାରେ ପଣସ ହେବାର ଥିବ ତାର ଆହୁରି 2 ଗୁଣା ପଣସ ଗଛରେ ହେବ। ଆପଣମାନେ ଦେଖିକି ଜାଣିପାରୁଥିବେ ଗଛର ମୋ ମୂଳରୁ ମାନେ ପୁରା ଉପରକୁ ଯେତିକି ପର୍ଯ୍ୟନ୍ତ କ୍ୟାମେରା ପାଇଛି ମୁଁ ସେହି ପର୍ଯ୍ୟନ୍ତ ଆପଣଙ୍କୁ ଦେଖେଇଛି। ଗଛରେ ପୁରା ଭରପୁର ମାତ୍ରାରେ ପଣସ, ବହୁତ ପଣସ। ସେମାନେ ତାଙ୍କ କହିବା ଅନୁଯାୟୀ ଯେ ଆମେ ଖାଇଲାଣୁ, ତଥାପି ଆହୁରି ଗଛରେ କେତେ ସାରା ପଣସ ହେଇଛି ଆପଣ ନିଜେ ଦେଖନ୍ତୁ। ତ ଏହିଭଳି ଦେଶୀ ଯୋଗାଡ଼ କେବଳ ଆମ ଓଡ଼ିଆମାନଙ୍କ ପାଖରେ ରହିଥାଏ। ଆଉ କେଉଁଠି ଏମିତି ଦେଶୀ ଯୋଗାଡ଼ ଆପଣ ଦେଖିବାକୁ ପାଇବେନି। ଠିକ୍ ନା ନାହିଁ ଆପଣମାନେ ମୋତେ କମେଣ୍ଟରେ ଜଣାଇବେ। ଟିକେ ରହିଯାଆନ୍ତୁ, କୁଟାଟା କାହିଁ ବାନ୍ଧିଛନ୍ତି ସେଇଟା ବି ତ ଶୁଣି ରଖନ୍ତୁ। ମୁଁ ତାଙ୍କୁ ପଚାରିଲି କୁଟା ବାନ୍ଧିଲେ କ'ଣ ହେବ ଯେ ଏମିତି ଫଳ ଖସିବନି। ସେ କହିଲେ କୁଟା ବାନ୍ଧିଲେ ମୂଳଟା ଗରମ ରହିବ, ଯେହେତୁ ପଣସ ହେଉ ଆମ୍ବ ହେଉ ଗରମ ହେଲେ ହିଁ ଫଳ ହୁଏ, ସେଥିପାଇଁ ପ୍ରଚୁର ପରିମାଣରେ ଫଳ ଧରେ। ସତରେ ଓଡ଼ିଆମାନଙ୍କ ଦିମାଗକୁ ମାନିବାକୁ ପଡ଼ିବ।